स्मरामि। ସମସ୍ତଙ୍କୁ ନମସ୍କାର। ଆଜିକାର ଏଇ ଆଲୋଚନା ଚକ୍ରରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ କନ୍ଧମାଳ ଶାଖାରୁ ଆୟୋଜିତ ହେଉଥିବା 50ତମ ଆଲୋଚନା ଚକ୍ର ଆଜିର ଏଇ ଆଲୋଚନା ଚକ୍ରରେ ଆମର ଶୀର୍ଷକ ରହିଛି ଆମ ଗୌରବ ଓ ଆମ ସଂସ୍କୃତି। ପ୍ରସଙ୍ଗ ରହିଛି ଓଡ଼ିଆ ସଂସ୍କୃତିରେ ସତ୍ୟବାଦୀ ଯୁଗ। ଆଜିକାର ଏଇ ଆଲୋଚନା ଚକ୍ରକୁ ଏଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ମୁଁ କନ୍ଧମାଳ ଶାଖା ତରଫରୁ ସ୍ୱାଗତ କରୁଛି। ଆଜିକାର ଏଇ ପ୍ରସଙ୍ଗ ରହିଛି ଓଡ଼ିଆ ସଂସ୍କୃତିରେ ସତ୍ୟବାଦୀ ଯୁଗ, ଯାହାର ଆଲୋଚକ ଅଛନ୍ତି ଡକ୍ଟର ପ୍ରମୋଦ କୁମାର ନାୟକ ସାର୍। ତ ଆମର ନୀତି ନିୟମ ଅନୁସାରେ ପ୍ରଥମେ ମୁଁ ଆଜିକାର ଏହି ଆଲୋଚନା ଚକ୍ର ଆରମ୍ଭ କରିବା ପୂର୍ବରୁ ସଂସ୍କୃତ ଶିକ୍ଷକ ଶ୍ରୀ ରାମେଶ୍ୱର ନାୟକ ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି ସେ ବିବେକ ବାଣୀ ପାଠ କରିବେ। ଧନ୍ୟବାଦ ସାର୍। ସମସ୍ତ ସାର୍ ମ୍ୟାଡାମ ମାନଙ୍କୁ ମୋର ନମସ୍କାର। ଏହି ଜୀବନ କ୍ଷଣଭଙ୍ଗୁର, ଜଗତରେ ଧନ ମାନ ଓ ଐଶ୍ୱର୍ଯ୍ୟ ସମସ୍ତ କ୍ଷଣସ୍ଥାୟୀ। ସେ ହିଁ କେବଳ ଜୀବିତ ଯେ ଅନ୍ୟ ପାଇଁ ଜୀବନ ଧାରଣ କରେ। ଅବଶିଷ୍ଟ ବ୍ୟକ୍ତିଗଣ ବଞ୍ଚି ରହି ମଧ୍ୟ ମୃତତୁଲ୍ୟ। ଧନ୍ୟବାଦ। ଧନ୍ୟବାଦ ମହୋଦୟ। ଆଜିକାର ଏଇ ଆଲୋଚନା ଚକ୍ରରେ ଆମ ଗହଣରେ ଉପସ୍ଥିତ ହେଇଛନ୍ତି ଆଜିକାର ଏଇ ଆଲୋଚନା ଚକ୍ରର ସଭାପତିତ୍ୱ କରୁଥିବା ମହୋଦୟା ଶ୍ରୀମତୀ ନିର୍ମଳା ତଥା ଜଣେ ଗାଳ୍ପିକ କବି, ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ, ସାହିତ୍ୟ ପତ୍ରିକା ଉତ୍କଳିକାର ମୁଖ୍ୟ ସମ୍ପାଦିକା ଅଟନ୍ତି। ମୁଁ ମହୋଦୟଙ୍କୁ ଅନୁରୋଧ କରୁଛି ଆଜିକାର ଏଇ ଆଲୋଚନା ଚକ୍ରରେ ସଭାପତିତ୍ୱ କରନ୍ତୁ ମହୋଦୟ। ତଥା ତାହା ସହିତ ଆଜିକାର ଏଇ ଆଲୋଚନା ଚକ୍ରରେ ଅତିଥିଙ୍କର ପରିଚୟ ମଧ୍ୟ ପ୍ରଦାନ କରନ୍ତୁ ମହୋଦୟ। ସମସ୍ତଙ୍କୁ ପ୍ରଣାମ। ଆମର ଆଜିର ଏଇ ଆସରରେ ଆମର ଯେଉଁ ବକ୍ତା ଆମ ପାଖରେ ଉପସ୍ଥିତ ଅଛନ୍ତି ତାଙ୍କର ପରିଚୟ ସେ ଯେତେବେଳେ ବକ୍ତବ୍ୟ ଦେବେ ଆପଣ ମାନେ ଶୁଣିବେ। ତଥାପି ସେ ହେଲେ ଡକ୍ଟର ପ୍ରମୋଦ କୁମାର ନାୟକ ଏବଂ MA ପାସ୍ କରିଛନ୍ତି। ତାପରେ ପ୍ରଥମ ଶ୍ରେଣୀରେ MA ପାସ୍ କରି ସାରିଲା ପରେ ସେ ଗବେଷଣା କରିଛନ୍ତି। ସାହିତ୍ୟ ଉପରେ ଗବେଷଣା, PhD ପ୍ରାପ୍ତ ମଧ୍ୟ ହୋଇଛନ୍ତି। ଅଧ୍ୟାପକ ଭାବରେ ପୂର୍ବାଞ୍ଚଳ ଭାଷା କେନ୍ଦ୍ର, ଉଦଳା ମହାବିଦ୍ୟାଳୟ ମୟୂରଭଞ୍ଜରେ କାର୍ଯ୍ୟ କରି 94 ମସିହାରେ ସେ ସୂଚନା ସେବା ଯୋଗ ଦେଲେ। ରାୟଗଡା, ଯାଜପୁର, ଫୁଲବାଣୀ, ଜୟପୁର ଆକାଶବାଣୀ, କୋରାପୁଟ, ମାଲକାନଗିରି, ନୟାଗଡ଼ ଇତ୍ୟାଦି ବହୁତ ଜିଲ୍ଲାରେ ସେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ଅବସର ଗ୍ରହଣ କରିଛନ୍ତି। ଅନେକ ଜ୍ଞାନ ତାଙ୍କର, ପ୍ରତ୍ୟକ୍ଷ ଜ୍ଞାନ, ଓଡ଼ିଆ ସାହିତ୍ୟ ସଂସ୍କୃତି ଅନେକ ଲେଖା ତାଙ୍କର ପତ୍ର ପତ୍ରିକାରେ ପ୍ରକାଶିତ। ଆଉ ସେଗୁଡିକ ହେଲା ସମର୍ପଣ, ନିରାଜନା, କାବ୍ୟ ପ୍ରତିମା, ସୃଷ୍ଟି ସମାହାର, କବିତା କୈବଲ୍ୟ, କବିତା ବିବିଧା ଆଦି ପ୍ରକାଶ ହୋଇଛି। ସେ ମାନପତ୍ର ଅନେକ ମାନପତ୍ର ଯୋଉଟା କି କହିହବନି ଉପାଧି ମାନ ପାଇଛନ୍ତି ଅଗଣିତ। ଆଉ ତଥାପି ସେଥିରୁ କେତେବେଳେ ଉତ୍କଳ ସୃଜନ ରତ୍ନ ସମ୍ମାନ, ଋତୁରାଜ ବସନ୍ତ ସମ୍ମାନ, କବି କଳ୍ପବଟ, ପଠାଣି ସାମନ୍ତ ସମ୍ମାନ ପ୍ରଭୃତି ପାଇଛନ୍ତି। ସବୁବେଳେ ସେ ବ୍ୟସ୍ତତା ଭିତରେ ମୁଁ ତାଙ୍କୁ ଟାଣିକିରି ଆଉ ଆମ ସଂସ୍ଥାକୁ ଆଣିଲି। ମୁଁ କହିଲି ନାଇଁ ଆଜି ଆପଣ କୁହନ୍ତୁ ବୋଲି। ଯାହା ହଉ ତାଙ୍କ ପାଖରେ ମୁଁ କୃତଜ୍ଞ। ବହୁତ ବ୍ୟସ୍ତତା ଭିତରେ ସେ ରହିଛନ୍ତି। ଯାହା ହଉ ଆଜି ଆମ ପାଖରେ ସେ
ଆଜି ଉପସ୍ଥିତ ଥିବାରୁ ତାଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଭାଷା ହେଉଛି ଆମର ମନୁଷ୍ୟର ପ୍ରାଣ। ନିଶ୍ଚିତ ଭାବରେ ଓଡିଆ ଭାଷା ପୂର୍ବାଞ୍ଚଳ ଭାଷା ଗୋଷ୍ଠୀଭୁକ୍ତ ଏକ ପ୍ରାଚୀନ ଆର୍ଯ୍ୟ ଭାଷା। ମାନକ ଓଡିଆ ଭାଷାର ସ୍ରଷ୍ଟା ଅତିବଡି ଜଗନ୍ନାଥ ଦାସ ଓଡିଆଙ୍କର ପରମ ଶାସ୍ତ୍ର ଭାଗବତରେ ମଧ୍ୟ ବର୍ଣ୍ଣନା କରିଛନ୍ତି ଯେ ଏହା ହଉଛି ଆମ ଓଡିଆ ଭାଷା ହଉଛି ଏକାକ୍ଷର ବ୍ରହ୍ମ ପ୍ରଣବ ବର୍ଣ୍ଣ ରୂପରେ ପ୍ରତିଭାତ। ଆମର ଆଜି ଯିଏ ବକ୍ତା ସେ ଆମର ସତ୍ୟବାଦୀ କାବ୍ୟ ଧାରା ଉପରେ କହିବେ, ଆମ ସଂସ୍କୃତି ଉପରେ କେମିତି ଆମର ପ୍ରଭାବ ପଡିଛି ସତ୍ୟବାଦୀ ଆପଣ ମାନେ ସମସ୍ତେ ତ ଜାଣିଛନ୍ତି। ସତ୍ୟବାଦୀର କାବ୍ୟ ଧାରା ଉପରେ କେମିତି ଭାବରେ ସତ୍ୟବାଦୀର ଆମକୁ ଓଡିଆ ସାହିତ୍ୟକୁ କିଭଳି ଭାବରେ ସେମାନେ ସମୃଦ୍ଧ କରିଛନ୍ତି। ମହାମାନ୍ୟ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, ହରିହର, କୃପାସିନ୍ଧୁ ଆମର ଅନ୍ତର ଭିତରେ ସେମାନେ ଛାଇ ହେଇକିରି ରହିଛନ୍ତି। ତଥାପି ଗୋଟିଏ ପଦ ସମୟ ତ ସ୍ୱଳ୍ପ, ତଥାପି ଆମର ଗୋପବନ୍ଧୁଙ୍କର ଏଇ ଲାଇନଟି ଆମେ କେବେ ହେଲେ ଭୁଲି ପାରିବାନି। ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି, ପ୍ରଜା ଲାଗି ଉଦୟ ରବି ଶଶି ତାରା, ପ୍ରଜା ଲାଗି ବହେ ସତ ନଦୀ ଧାରା, ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ। ବିଶେଷ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ। ଆମ ଗୋପବନ୍ଧୁଙ୍କର ଏଇ ସବୁ କବିତା ଆପଣ ମାନେ ସମସ୍ତେ ତ ନିଶ୍ଚିତ ଭାବରେ ଜାଣିଛନ୍ତି। ତଥାପି ଆମେ ଆଜି ଆମର ବକ୍ତା ମହାଶୟଙ୍କ ଠାରୁ ଆଜି ଆମର ସତ୍ୟବାଦୀ ର ପ୍ରଭାବରେ କିଭଳି ଭାବରେ ପ୍ରଭାବାନ୍ୱିତ ହେଇକିରି ଆମକୁ ଖାଲି ସେଇ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, ହରିହର, କୃପାସିନ୍ଧୁ ନୁହନ୍ତି, ତାଙ୍କ ଦ୍ଵାରା ପ୍ରଭାବିତ ଆହୁରି ଶହ ଶହ କବି କିଭଳି ଭାବରେ ଆମକୁ ସବୁ ବିଭିନ୍ନ ପ୍ରକାର ସାଂସ୍କୃତିକ ସାହିତ୍ୟିକ ଭାବରେ ସମୃଦ୍ଧ କରିଛନ୍ତି ସେ ବିଷୟରେ ବକ୍ତବ୍ୟ ରଖିବେ। ବର୍ତ୍ତମାନ ବକ୍ତବ୍ୟ ରଖିବା ପାଇଁ ଶ୍ରୀଯୁକ୍ତ ମହାମାନ୍ୟ ପ୍ରମୋଦ କୁମାର ନାୟକଙ୍କୁ ମୁଁ ମୋ ଅନୁରୋଧ କରୁଛି। ନମସ୍କାର, ସମସ୍ତଙ୍କୁ ପ୍ରଣାମ। ଆଉ ଆଜିର ଏହି ପବିତ୍ର ଅବସରରେ ଆପଣମାନଙ୍କ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମୋ ବିଷୟ ତ ମ୍ୟାଡ଼ାମ ଶ୍ରୀମତୀ ନିର୍ମଳା ମହାପାତ୍ର ସୂଚନା ଦେଇଛନ୍ତି। ତେଣୁ ଯେତେବେଳେ ସାହିତ୍ୟ ସଂସ୍କୃତି କଥା ଆସୁଛି, ଭାରତୀୟ ସାହିତ୍ୟ ସଂସ୍କୃତି କଥା ଆସୁଛି, ତା ଭିତରେ ଓଡ଼ିଶା ସଂସ୍କୃତି ମଧ୍ୟ ଆସୁଛି। ଭାରତ ସଂସ୍କୃତିରେ ମଧ୍ୟରେ ଓଡ଼ିଆ ସଂସ୍କୃତି ଅନନ୍ୟ। ଯେତେବେଳେ ଆମ ଭାରତରେ, ଆମ ଓଡ଼ିଶାରେ ଯେତେବେଳେ ବିଭିନ୍ନ ସଂସ୍କୃତିର ବିପର୍ଯ୍ୟୟ ଘଟିଛି, ସେତେବେଳେ ଗୋଟେ ଯୁଗ ଆସିଛି ସତ୍ୟବାଦୀ ଯୁଗ। ସତ୍ୟବାଦୀ ଏକ ଯୁଗ, କେହି କେହି ଏହା କହନ୍ତି ଏକ ଯୁଗର ଆଭାସ, କିନ୍ତୁ ଏ ଥିଲା ଗଣ ସାହିତ୍ୟ। ଯେତେବେଳେ ରାଧାନାଥ ଯୁଗ ଅବସାନ ଘଟିଲା, ସେତେବେଳେ ସତ୍ୟବାଦୀ ଯୁଗ ଆସୁଛି। ରାଧାନାଥ ଯେତେବେଳେ ତାଙ୍କର କାବ୍ୟ କବିତାରେ ବିଜାତୀୟ ସାହିତ୍ୟ ପ୍ରବେଶ କରିଛନ୍ତି, ଯେମିତି କେଦାର ଗୌରୀ, ନନ୍ଦିକେଶ୍ୱରୀ ଇତ୍ୟାଦି ଇତ୍ୟାଦି, ସେଥିପାଇଁ ତାକୁ ସମାଲୋଚନା କରିଛନ୍ତି ପଣ୍ଡିତ ନୀଳକଣ୍ଠ ଦାସ। ଘର ଛାଡ଼ି କିମ୍ପା ଯିବେ ସେ ବୀର ବାଳାନନ୍ଦିକା, ସହକାର ଦ୍ରୁମ ଗହଳେ ଭେଦି କ୍ଷୀଣ ଚନ୍ଦ୍ରିକା, କବିଙ୍କ କେଦାର ଗୌରୀ ଆସି ଯବନ ଦେଶୁ। ତେଣୁ ବାହ୍ୟ ସଂସ୍କୃତିକୁ ଆଣି ଯେତେବେଳେ ରାଧାନାଥ ଆମ ଓଡ଼ିଆ ସଂସ୍କୃତି ଭିତରେ ଭର୍ତ୍ତି କରିଛନ୍ତି, ତାକୁ ସେ ସମାଲୋଚନା କରିଛନ୍ତି। ଗୋପବନ୍ଧୁ ମଧ୍ୟ ସେ ଯେତେବେଳେ ପାଠ ପଢ଼ୁଥିଲେ ପୁରୀ ହାଇସ୍କୁଲରେ, ତାଙ୍କୁ ମଧ୍ୟ ସମାଲୋଚନା କରିଥିଲେ ଯେ ଧଡ଼ିଆ ପଣ୍ଡିତ ମାନ୍ୟ ବାଉରୀ ସାହିରେ ସୁଗାଳ କେଶରୀ ପରି ହେଉଥାନ୍ତି ଗଣ୍ୟ, ଏକଥା ସମାଲୋଚନା ଗୋପବନ୍ଧୁ କରିଥିଲେ। ତାଙ୍କର ବୃତ୍ତି କାଟି ଦେଇଥିଲେ ଆମ ରାଧାନାଥ ରାୟ। ଯାହା ହଉ, ଯେତେବେଳେ ପଞ୍ଚସଖା ଯୁଗ ଆସୁଛି, ଆଧୁନିକ ପଞ୍ଚସଖା କହୁଛନ୍ତି ସତ୍ୟବାଦୀ ଯୁଗକୁ, ସେ କରିଥିଲେ ଗୋଟେ ବନ ବିଦ୍ୟାଳୟ। 1909 ମସିହାରୁ ଆରମ୍ଭ ହୋଇଥିଲା ବନ ବିଦ୍ୟାଳୟ। ସେଥିରେ ମଣିଷ ଗଢ଼ା କାରଖାନା। ମାତ୍ର 15 ବର୍ଷ ସେଇ ଅନୁଷ୍ଠାନ ଚାଲିଥିଲା। ପରେ ସମସ୍ତେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ତେଣୁ ସେ ଯେଉଁ ସାହିତ୍ୟିକ ଲେଖିଥିଲେ ଉଚ୍ଚାଙ୍ଗ ସାହିତ୍ୟ, ତାଙ୍କର ଥିଲା ପ୍ରଥମେ ଆମର ଭାରତୀୟ ସଂସ୍କୃତି
ହେଲାଣି କିନ୍ତୁ ବିଭିନ୍ନ ଗ୍ରାମରେ ଭାଗବତ ଟୁଙ୍ଗି ଥିଲେ ମଧ୍ୟ ସେ ଭାଗବତ ଟୁଙ୍ଗି ଗୁଡ଼ିକର କାର୍ଯ୍ୟକାରୀ ଠିକ୍ ଭାବରେ ହଉନାହିଁ। ମୁଁ ବୁଲି ବୁଲି ଦେଖିଛି, ବିଭିନ୍ନ ଭାଗବତ ଟୁଙ୍ଗି ଯାଇଛି। ଆଉ ଗଦାବରିଷ୍ଠ ମିଶ୍ର ଏବଂ ନୀଳକଣ୍ଠ ଦାସ, ପଣ୍ଡିତ ନୀଳକଣ୍ଠ ହଉଛନ୍ତି ମୁଖ୍ୟତଃ କବି, ଆଉ ଅନ୍ୟମାନେ ସମାଲୋଚକ। ତାପରେ କୃପା ସିନ୍ଧୁ ମିଶ୍ର ଥିଲେ ସେଇ ସମୟରେ। ହ୍ୟାଲୋ ହ୍ୟାଲୋ, ଶୁଭୁଛି ତ? ହ୍ୟାଲୋ ହ୍ୟାଲୋ, ଶୁଭୁଛି? ଆଚ୍ଛା ଆଚ୍ଛା, ସେଟା କଟିଗଲା ମଝିରେ ତ, ମୁଁ ସେଥିପାଇଁ ଆଉ ଲିଙ୍କ କଟି ଯାଉଛି। ହଁ, ସତ୍ୟବାଦୀ ଯୁଗର ଯେତେବେଳେ ପଣ୍ଡିତ ନୀଳକଣ୍ଠ ଲେଖୁଛନ୍ତି, ଏ ପଣ୍ଡିତ ଗୋପବନ୍ଧୁ, ସେ ପ୍ରଥମେ ତାଙ୍କର କବିତା ମାନେ ଛନ୍ଦବଦ୍ଧ ନୁହେଁ, ସାଧାରଣ ଲୋକଙ୍କ ପାଇଁ କବିତା ଲେଖିଛନ୍ତି। ଯେପରିକି ଧର୍ମପଦ ଲେଖିଛନ୍ତି। ପ୍ରଥମେ ବର୍ଣ୍ଣନା କରିଛନ୍ତି ଯେତେବେଳେ ଆମର ଘାସ ଦେବାକୁ ଯାଉଛି, ତୁମ ବହଇ ଅନିଳ ଅନ୍ତରିକ୍ଷ କୁସୁମ୍ବିକ ସେ ଜୟ ଜଗଦୀଶ ହରେ, ଈଶ୍ୱର ଆଚାର୍ଯ୍ୟ ଶ୍ରୀପୟରେ ଗୁରୁତବ ଇଚ୍ଛା ନର ପରାଣେ ଜୟ ଜଗଦୀଶ ହରେ। ଏଇଭଳି ସୁନ୍ଦର ସରଳ ସାବଲୀଳ ଭାଷାରେ ତାଙ୍କର କବିତା ରଚନା ହେଇ
এই ଦେଶକୁ ଏଇ ଏଇ କଥାକୁ ଆମେ ପ୍ରତିବାଦ କରିଛନ୍ତି। ତାପରେ ପଣ୍ଡିତ ନୀଳକଣ୍ଠ ବିଶେଷ କରି ଯୋଉ କୋଣାର୍କ କାବ୍ୟ ଲେଖିଲେ ସେଥିରେ ସେ ରାଧାନାଥଙ୍କୁ ସମାଲୋଚନା କରିଛନ୍ତି। ପାଶ୍ଚାତ୍ୟ ସାହିତ୍ୟକୁ ସେ ଦୂର କରି ପ୍ରାଚ୍ୟ ସାହିତ୍ୟ ପ୍ରତି ସେ ଅନୁରାଗ ସୃଷ୍ଟି କରିଛନ୍ତି ଏବଂ ସେ କୋଣାର୍କରେ ଯୋଉ କୋଣାର୍କ କାବ୍ୟ ଲେଖିଲେ ଓଡ଼ିଶାର ସଂସ୍କୃତି ପରମ୍ପରା ସେଥିରେ ସେ କୋଣାର୍କ କଥାରେ କାବ୍ୟରେ ବର୍ଣ୍ଣନା କରିଛନ୍ତି। ଆଉ ଗୋଦାବରୀଶ ମିଶ୍ର ଯେତେବେଳେ ଲେଖିଛନ୍ତି କବିତା, ତାଙ୍କ କବିତାରେ ବିଶେଷ କରି ଗାଥା କବିତା ତାଙ୍କର ପ୍ରକାଶ ପାଇଛି। ଯୋଉ କଥା ଚିଲିକା କାବ୍ୟରେ ଦେଖିଛନ୍ତି, ଚିଲିକା କାବ୍ୟରେ ରାଧାନାଥ ଚିଲିକାକୁ ବର୍ଣ୍ଣନା କରିଛନ୍ତି। ଉତ୍କଳ କମଳା ବିଳାସ ଦୀର୍ଘିକା ନିରଳ ମାଳିନୀ ନିରାମ ଚିଲିକା, ସେଇ ଚିଲିକାକୁ ଆମର ଗୋଦାବରୀଶ ମିଶ୍ର କହିଛନ୍ତି ତାଙ୍କର କାଳିଜାଇ ସନ୍ଧ୍ୟା ଯେ ଅତୀତରେ ବୋଇତ ମାଳା ଏଇ ଚିଲିକାରେ ଭାସୁଥିଲା। ଆଉ ସାଧବ ମାନେ ଯାଉଥିଲେ, ବୋଇତ କରୁଥିଲେ। ଭାସନ୍ତି ଯଥା ମରଣପନ୍ତି, ଭାସିବେ କି ସିନ୍ଧୁ ସଲିଳେ କହ ପତି। ଦୂରଦର୍ଶ ଯାଇକି ସାଧବ ପୁଅ ମାନେ କେମିତି ବୋଇତ ନେଇ ସିଂହଳ ମାତ୍ରା ସୁମାତ୍ରା ବାଲିରୁ କେମିତି ବୋଇତ ବାଣିଜ୍ୟ କରୁଥିଲେ, ସେଇ କଥା ଆସ୍ତେ ଆସ୍ତେ ଲୋପ ପାଇଯାଇଛି। ସେଇ କଥାକୁ ସେ କବି ଅନୁଶୋଚନା କରିଛନ୍ତି ଏବଂ ଓଡ଼ିଆ ଜାତିକୁ ପୁଣି ଆହ୍ୱାନ ଦେଇଛନ୍ତି ଉଠିବା ପାଇଁ। ଏଇଭଳି ଭାବରେ ଗୋଦାବରୀଶ ମିଶ୍ରଙ୍କର କବିତା ଆଉ ତାପରେ ସଂସ୍କାର ଲେଖିଛନ୍ତି। ସେ ଯେତେବେଳେ ଗୋଟିଏ ଛେଳି ଛୁଆଟିଏ ଯାଇ କାଳିଜାଇରେ ରହିଛି, ତାକୁ ନେଇ ଛାଡ଼ି ଦେଇଛନ୍ତି। ସେ ସମସ୍ତେ ଯାଉଛନ୍ତି କାଳିଜାଇରୁ ଡଙ୍ଗାରେ ପାର ହେଇ, ଛେଳି ଛୁଆଟି ଜୀବନ ବିକଳରେ ସେଠି ବୋବଉଛି, କିନ୍ତୁ ତା କଥା କେହି ଶୁଣୁନାହାନ୍ତି। ସେଇ କଥାକୁ ମଧ୍ୟ ଗୋଦାବରୀଶ ମିଶ୍ର ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତା ସହିତ ସେତେବେଳେ ସମାଜରେ ଯେଉଁ ଅସ୍ପୃଶ୍ୟତା ଥିଲା ତାକୁ ଦୂର କରିବା ପାଇଁ ଏମାନେ ଚେଷ୍ଟା କରିଛନ୍ତି, ସଂସ୍କାର କରିଛନ୍ତି। ଗୋପବନ୍ଧୁ ଯେଉଁ ବନ ବିଦ୍ୟାଳୟ କରିଥିଲେ, ସେଠି ଆମର ବିଭିନ୍ନ ଜାତିର ଲୋକମାନେ ଆସି ଏକାଠି ଖାଉଥିଲେ, ବିଭିନ୍ନ ପିଲାମାନେ ଆସି ଏଠି ରହୁଥିଲେ। ତେଣୁ ଯେତେବେଳେ ସେ ଅସ୍ପୃଶ୍ୟତା ଜାତୀୟ ଅଛୁଆଁ ପିଲାମାନେ ରହୁଥିଲେ, ସେହି ସମୟରେ ସେଠିକାର ଯେଉଁ ଲୋକମାନେ କହିଲେ ଗୋପବନ୍ଧୁ ଜାତି ବୁଡ଼େଇ ଦେବ ବୋଲି ତାଙ୍କର ସେ ବନ ବିଦ୍ୟାଳୟକୁ ପୋଡ଼ି ଦେଇଥିଲେ। ତାପରେ ଗୋପବନ୍ଧୁ କହିଥିଲେ ଏ ବନ ବିଦ୍ୟାଳୟ ନିଶ୍ଚୟ ଦିନେ ଆଉ ଏ କୁଡ଼ିଆ ରହିବନି, ଇଏ କୋଠାଘର ହେବ। ଏଇଭଳି ଭାବରେ ହେଇଥିଲା। ନୀଳକଣ୍ଠ ଦାସ ମଧ୍ୟ ଯେତେବେଳେ ସେ ଭୋଜିରେ ଯୋଗ ଦେଉଥିଲେ, ତାଙ୍କର ପତ୍ନୀ ସେ ପିଲାମାନଙ୍କୁ ପରିବେଷଣ କରୁଥିଲେ। ସେଠି ସେ ନୈଷ୍ଠିକ ତଥାକଥିତ ଲୋକମାନେ କହୁଥିଲେ ଇଏ ଆମ ଜାତି ବୁଡ଼େଇ ଦେଲେ। ତେଣୁକରି ନୀଳକଣ୍ଠ କହିଥିଲେ ଯେ ଏଇ ପିଲାମାନଙ୍କୁ ମୋ ସ୍ତ୍ରୀ ନିଜେ ବାଢ଼ିକି ଖାଇବାକୁ ଦେଉଛନ୍ତି। ନୀଳକଣ୍ଠ ଏମାନେ ଓଡ଼ିଶାକୁ ଅଗ୍ରଣୀ ଭାବରେ ଆଗେଇ ନେବା ପାଇଁ ସାହାଯ୍ୟ କରିଥିଲେ ଆଉ ସହାୟକ ହୋଇଥିଲେ। ସେମାନଙ୍କର ଆଗ ଥିଲା ସାହିତ୍ୟ, ଆଗ ଥିଲା ସେବା, ତାପରେ ସାହିତ୍ୟ। ଗୋପବନ୍ଧୁ ବେଶୀ ସେବାରେ ମନୋବୃତ୍ତି ଦେଇଥିଲେ। ତେଣୁ ସାହିତ୍ୟ ଲେଖିବା ପାଇଁ ତାକୁ ସମୟ ମିଳିନାହିଁ, ଅଳ୍ପ ସାହିତ୍ୟ ଲେଖିଛନ୍ତି। କିନ୍ତୁ ସେ କହୁଥିଲେ ଯେ ଆମେ ଯେମିତି ସାହିତ୍ୟ ଲେଖିବା ଯେ ଜଣେ ବିଲରେ ଚାଷ କରୁଛି, ଜଣେ ହଳ କରୁଛି, ଜଣେ ସେଲୁନରେ ଯେଉଁ ଚୁଟି କାଟୁଛି, ଆଉ ଜଣେ ଯେମିତି ସେ ସମସ୍ତେ ଯେମିତି ସେ ସାହିତ୍ୟକୁ ପଢ଼ିପାରିବେ। ସେଥିପାଇଁ ଭଞ୍ଜକୁ ସେ ପ୍ରଶଂସା କରି ଲେଖିଥିଲେ
ଗାଏ ତବ ଗୀତ ସଭାରେ ପଣ୍ଡିତ ପଥେ ପାନ୍ଥ ହୃଷ୍ଟ ମନା ମନେ ଗାଏ ଚଷା ବିଲେ ଗାଏ ଚଷା ଅନ୍ତପୁରେ ଚଷା ନୃତ୍ୟ ରଙ୍ଗେ ବାରଙ୍ଗନା। ତେଣୁ ଏଇଭଳି ମଧ୍ୟ ସେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପ୍ରଶଂସା କରିଥିଲେ ଯେ ସେ ସାହିତ୍ୟ କେମିତି ଲିଙ୍କ ରେ ବୋଧେ କଣ ଅସୁବିଧା ହଉଛି ତାଙ୍କର ସେଇ ଜାଗାଟାକୁ ଲିଙ୍କ ହଉନି ବୋଧେ। ଫଟୋ ଆସୁନି ଆଜ୍ଞା। ଆଜ୍ଞା ସାର୍ ଅନମ୍ୟୁଟ କରନ୍ତୁ ସାର୍। ସାର୍ ଅନମ୍ୟୁଟ କରନ୍ତୁ ସାର୍। ଅନମ୍ୟୁଟ କରନ୍ତୁ। ସାର୍ ମ୍ୟୁଟ ହେଇଯାଇଛି ସେଟା ହଁ ଆପଣଙ୍କର। ହଁ ହେଲା ଆଜ୍ଞା ସାର୍ ଆସିଲା ଆଜ୍ଞା। ସାର୍ ଆସିଲା ଆଜ୍ଞା ଆଜ୍ଞା ହଁ। ଆସିଲା ଏଥର। ତେଣୁ ଗୋପବନ୍ଧୁ ଦାସ ଥିଲେ ସାହିତ୍ୟ ସଂସ୍କୃତି ଏବଂ ଓଡ଼ିଶା ଭାଷା ଓ ଓଡ଼ିଶା ମାଟିର ଜଣେ କର୍ଣ୍ଣଧାର, ଯିଏକି ସମସ୍ତଙ୍କୁ ଶପଥ କରିଥିଲେ, ପଞ୍ଚସଖାଙ୍କୁ ଶପଥ କରିଥିଲେ ଯେ ଆମେ ଓଡ଼ିଶାରେ ଜନ୍ମ ହେଇଛନ୍ତି, ଓଡ଼ିଶା ପାଇଁ କାମ କରିବା ଏବଂ କେହି ସରକାରୀ ଚାକିରି କରିବା ନାହିଁ। ଆଉ ଯେତେବେଳେ ଆମେ ଜୀବନ ଯିବ ସେତେବେଳେ ଓଡ଼ିଶାକୁ ତେଣୁ ସେଇ କଥାକୁ ନେଇକି ଗୋଦାବରୀଶ ମିଶ୍ର ଯେତେବେଳେ ଜଣେ ଚାକିରି କରିବା ପାଇଁ ତାଙ୍କର ବାହାରିଲେ, ସେଇ ସମୟରେ ଗୋପବନ୍ଧୁ ତାଙ୍କ ଆଖିରୁ ଲୁହ ବହିଗଲା। କହିଲେ ତମେ ଚାକିରି କରି ତମ ନିଜ କଥା ବୁଝିବ, ଦେଶ କଥା କି ବୁଝିବ, ଓଡ଼ିଶା କଥା କି ବୁଝିବ। ତେଣୁ ଗୋଦାବରୀଶ ମିଶ୍ର ଆଉ ଚାକିରି ଛାଡ଼ି ଦେଇଥିଲେ। ତେଣୁ ଏଇଭଳି ଅନେକ କଥା ରହିଛି। ଯେତେବେଳେ ତାଙ୍କ ସେଇ ଯୁଗର ଆଉ ଜଣେ ଶ୍ରୀ ଲିଙ୍ଗରାଜ ମିଶ୍ର, ସେଇ ସମୟ ସେ ମନ୍ତ୍ରୀ ହେଇଥିଲେ, ଏଜୁକେସନ ମିନିଷ୍ଟର ଆଉ ସ୍ୱାସ୍ଥ୍ୟ ମନ୍ତ୍ରୀ ହେଇଥିଲେ। ସେଇ ସମୟରେ ତାଙ୍କର ଗୋଟିଏ ମାତ୍ର ଝିଅ ସେ ରୋଗରେ ପଡ଼ିଥିଲା। ସିଏ କହିଲା ବାପା ତେଣୁ ତ ଆପଣଙ୍କ ଗାଡ଼ି ଅଛି, ଗାଡ଼ିଟା ମତେ ଟିକେ ଦିଅ, ମୁଁ ଯାଇକିରି ମେଡିକାଲ ଯାଇକି ଦେହ ଦେଖି ଆସିବି। ପଣ୍ଡିତ ଲିଙ୍ଗରାଜ ମିଶ୍ର କହିଲେ
କିନ୍ତୁ ମୋ ଗାଡି ଉପରେ ଏଇଟା ହଉଛି ମୋ ଗାଡି ନୁହେଁ, ଏଇଟା ହଉଛି ସରକାର ଗାଡି, ତେଣୁ ସରକାରୀ ଗାଡି ତ ଯିବାକୁ ପଡିବ, ସରକାରୀ ଗାଡି ତ ଯିବା ତତେ ମନା, ତ ମୋ ଗାଡି ନୁହେଁ। ତେଣୁ ତାପରେ ସେ କହିଲେ, ତାଙ୍କ ଝିଅ କହିଲେ ଯେ ତମେ ଜଣେ ଲୋକ କହିଲେ ମୋ ସାଥିରେ ଦିଅ, ସେ କହିଲେ ନାଇଁ କେହି ଲୋକ ବି ତୋ ସାଥିରେ ଯିବେ ନାହିଁ, ତୁ ନିଜେ ଯାଇକି ମେଡିକାଲ ଯା, ସାଧାରଣ ଲୋକ ଭଳିଆ ତୁ ଯାଇକି ମେଡିକାଲ ଟ୍ରିଟମେଣ୍ଟ ହୁଏ। ତେଣୁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଥାଇ ମଧ୍ୟ ସେଇ ସମୟରେ ସେଇ ଆଦର୍ଶ ଦେଖେଇଥିଲେ। ଆଉ ଯେତେବେଳେ ଆଚାର୍ଯ୍ୟ ହରିହର ସେ ପ୍ରଧାନ ଶିକ୍ଷକ ଭାବେ ଥିଲେ, ସେଇ ସମୟରେ ସେମିତି ସାଧାରଣ ତାଙ୍କର ସବୁ ସମାଜ ଯୋଉ ଥିଲେ, ହଷ୍ଟେଲ ଯୋଉ ପିଲାମାନେ ଥିଲେ, ତାକୁ ସେ ସଂସ୍କାର ସେମାନେ ଧୁଆ ଧୁଇ କରୁଥିଲେ, ସଫା କରୁଥିଲେ। ଆଉ ଗୋଦାବରୀଶ ମିଶ୍ର ମଧ୍ୟ ସେଇଆ କରୁଥିଲେ। ଯେତେବେଳେ ଗୋଟିଏ ପିଲା ଚାଲି ଯାଇଥିଲା, ତା ସମ୍ପର୍କରେ ଗୋଦାବରୀଶ ମିଶ୍ର ଲେଖିଛନ୍ତି ତାଙ୍କ ମୋ ଶତାବ୍ଦୀର ଇତିହାସ ଏବଂ ତହିଁର ସ୍ଥାନ। ଏଇ ବହି ପଢିଲେ ଗୋଦାବରୀଶ ମିଶ୍ରଙ୍କର ଜୀବନୀ ଉପରେ ଜଣା ପଡେ। ସେ ଅତ୍ୟନ୍ତ ଗରିବ ଥିଲେ, ଦରିଦ୍ର ଥିଲେ। ତାଙ୍କ ବାପା ବହୁତ ଗରିବ ଥିଲେ, ପୂଜା କରିଥିଲେ ମନ୍ଦିରରେ, କିନ୍ତୁ ଗୋଦାବରୀଶ ମିଶ୍ର ଏତେ କଷ୍ଟ ଥାଇ ମଧ୍ୟ ପାଠ ପଢିବା ପାଇଁ ତାଙ୍କର ଥିଲା। ଏବଂ ସେ ତଥାକଥିତ ସମାଜରେ ଯୋଉ ଥିଲେ, ଯୋଉ ଅନ୍ଧବିଶ୍ୱାସୀ ଥିଲେ, ତାକୁ ସଂସ୍କାର କରିବା ପାଇଁ ସେ ମଧ୍ୟ ଗାଳି ଦେଇଛନ୍ତି। ଭଟ୍ଟ ମିଶ୍ର ନାମକ ଜଣେ ବ୍ରାହ୍ମଣ ଥିଲେ, ତାଙ୍କର ଗୋଟିଏ ବାଡି ଥିଲା, ଶିଶୁ ବାଡି ଗୋଟେ ଥିଲା ନାଶକୋଟା ବାଡି। ସେଇ ବାଡିରେ ଗୋଟେ ଷଣ୍ଢକୁ ପିଟି ଦେଲେ, ଷଣ୍ଢଟି ମରିଗଲା। ତାପରେ ଷଣ୍ଢଟି ମରିବା ପରେ ସେ ପଣ୍ଡିତ ଗୋଦାବରୀଶ ମିଶ୍ର ଲେଖିଛନ୍ତି ଯେ ମାନେ କେମିତି ସମାଜ ସଂସ୍କାର ଥିଲା, କାହାଠେ ମାଠିଆ ପାତ୍ର ରହିଯାଉଥିଲେ, ତାକୁ ନେଇକି କେମିତି ସଂସ୍କାର କରିବା ପାଇଁ ତାକୁ ହଇରାଣ କରୁଥିଲେ। ତେଣୁ ବଢି ମରୁଡି ସମୟରେ ସେମାନେ ଯାଇକି ଚୁଡା ଚାଉଳ ଧରି ପହଞ୍ଚୁଥିଲେ। ପ୍ରଥମେ ସେବା ସେମାନଙ୍କର କାର୍ଯ୍ୟ। ଯେତେବେଳେ ଦିନେ ରାତିରେ ବର୍ଷା ପ୍ରବଳ ହଉଛି, ବର୍ଷା ମୁଖର ରାତିରେ ଦିନେ ଗୋଦାବରୀଶ ଅଛନ୍ତି, ଆଚାର୍ଯ୍ୟ ହରିହର ଏବଂ ଗୋଦାବରୀଶ ମିଶ୍ର ସେଇ ସମୟରେ ଗୋପବନ୍ଧୁ କାନ୍ଦୁଛନ୍ତି। ତାଙ୍କୁ କାନ୍ଦୁଳା ମଣିଷ କହନ୍ତି। ସେଇ ସମୟରେ କାନ୍ଦୁଛନ୍ତି। ତାପରେ ଆଚାର୍ଯ୍ୟ ହରିହର ପଚାରୁଛନ୍ତି, ଦାସେ ଆପଣ କାନ୍ଦୁଛନ୍ତି କାହିଁକି? ସେଇ ସମୟରେ ଗୋପବନ୍ଧୁ କହୁଛନ୍ତି, ଜାଣିପାରୁନ ସେ ଅମକ ଗ୍ରାମରେ ଗୋଟେ ଲୋକମାନଙ୍କର ଘର ନାହିଁ, ଚାଳ ନାହିଁ, କୁଡିଆ ନାହିଁ, ସେମାନେ ଏଇ ବର୍ଷାରେ କେମିତି ଚଳୁଥିବେ, କେମିତି ରହୁଥିବେ। ତେଣୁ ଏଇଭଳି ଦରଦୀ ମଣିଷ ଥିଲେ ଗୋପବନ୍ଧୁ ଏବଂ ସତ୍ୟବାଦୀର ଲୋକମାନେ। ଏଇ ଯୁଗର ଅନ୍ୟ ଜଣେ ଲୋକ ଅଛନ୍ତି, ତାଙ୍କୁ ଦବିଛି ସେ ହଉଛନ୍ତି ସାର୍ ଟିକେ ଅଟକେଇବା ପାଇଁ ଚାହିଁବି ସାର୍। ଆଜ୍ଞା ଆଜ୍ଞା ହରେଶ ମହୋଦୟ ଟିକେ ସାର୍ ମ୍ୟୁଟ କରିଦିଅନ୍ତୁ, ମଝିରେ ସାର୍ ଇଏ ଆସୁଛି। ସାର୍ କୁହନ୍ତୁ ସାର୍। ହୁଁ। ତେଣୁ ସେଇ ସମୟରେ ଓଡିଆ ଜାତିକୁ, ଓଡିଆ ଦେଶକୁ, ଓଡିଆ ରାଜ୍ୟକୁ ମାନେ ଯୋଉ କଥା କହିଥିଲେ ଆମର ମଧୁବାବୁ, ତୋ ପୂର୍ବ ପୁରୁଷେ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ, ତାଙ୍କରି ଅରସେ ଜନ୍ମ ଲଭି ତୁହି କେଉଁ ଗୁଣେ ତାଙ୍କୁ ସରି। ତେଣୁ ସେଇ ଆମର ଯୋଉ ଓଡିଶା ଥିଲା, ଚକ୍ରଧରପୁର ରହିଗଲା ମୟୂରଭଞ୍ଜରେ, ଏଇ ଯୋଉ ଆମର ଝାଡଖଣ୍ଡରେ, ସେପଟେ ଯାଇକିରି ଅନନ୍ତ ମିଶ୍ର ନାମକ ଜଣେ ପ୍ରଚାରକ, ଅନନ୍ତ ମିଶ୍ର କହନ୍ତି, ତାଙ୍କୁ ଦଧିଚି କହନ୍ତି। ସେ ରଖିଥିଲେ ଗୋଟେ ସାଇକେଲ, ରଖିଥିଲେ କିଣିବା ପାଇଁ 300 ଟଙ୍କା ରଖିଥିଲେ ସାଇକେଲରେ କିଣିକିରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଦିନେ ଗୋପବନ୍ଧୁ କହିଲେ, ତମେ ସାଇକେଲ ରଖିକିରି ଲୋକଙ୍କ ପାଖକୁ ଯିବ, ତମେ ଚାଲି ଚାଲିକା ଯାଅ, ତେଣୁ ସେ 300 ଟଙ୍କା ମତେ ଦେଇଦିଅ। ତେଣୁ ଏଇଭଳି କଥାରେ ଅନନ୍ତ ମିଶ୍ର ତାଙ୍କୁ ଦେଇଦେଲେ ସେଇ 300 ଟଙ୍କା। ସେଇ ଟଙ୍କାରେ ସେ ଲୋକଙ୍କ ସେବା କଲେ। ତେଣୁ ସେମାନଙ୍କର ଜୀବନ ଥିଲା ଉତ୍ସର୍ଗୀକୃତ ଏଇ ଓଡିଆ ଜାତି ପାଇଁ, ଓଡିଆ ଭାଷା ପାଇଁ, ଓଡିଆ ଦେଶ ପାଇଁ। ଏଥିରେ ସାହିତ୍ୟ ସେବା କରୁଥିଲେ, ତା ସହିତ ଜନସମ୍ପର୍କ କରୁଥିଲେ, ତା ସହିତ ଲୋକଙ୍କର ଦୁଃଖ ଦୁର୍ଦଶା ବେଳେ ଯାଇ ପାଖରେ ପହଞ୍ଚୁଥିଲେ। ତେଣୁ ସେମାନଙ୍କର ଯୋଉ ସାହିତ୍ୟ ସାଧନା କରୁଥିଲେ, ପରବର୍ତ୍ତୀ ସମୟରେ ତାଙ୍କରି ସହିତ ଅନୁପ୍ରାଣିତ ହୋଇ ଆମର ଅନ୍ୟାନ୍ୟ ସାହିତ୍ୟିକ ମାନେ ମଧ୍ୟ ଅନୁପ୍ରାଣିତ ହେଇଛନ୍ତି। ଯେମିତି ମାୟାଧର ମାନସିଂହ, କୁନ୍ତଳା କୁମାରୀ ସାବତ, ରାଧାମୋହନ ଗଡ଼ନାୟକ, ପ୍ରାଣକୃଷ୍ଣ ସାମଲ, ଆଉ ଆମର ଖୋର୍ଦ୍ଧାର କବି, ଏମିତି ଅନେକ କବି ତାଙ୍କ ଦ୍ୱାରା ଅନୁପ୍ରାଣିତ ହେଇଛନ୍ତି ଏବଂ ସାହିତ୍ୟ ରଚନା କରିଛନ୍ତି। ପ୍ରାଚୀନ ସାହିତ୍ୟ ଯୋଉ ଥିଲା, ସାଧାରଣତଃ ଯୁଗରେ ଥିଲା, ଯେ ପ୍ରକୃତି ବର୍ଣ୍ଣନା, ନଗର ବର୍ଣ୍ଣନା,
ଆଉ ଯୌବନ ବର୍ଣ୍ଣନା, ସନ୍ଧ୍ୟା ବର୍ଣ୍ଣନା, ସକାଳ ବର୍ଣ୍ଣନା ଏଇଭଳି ବର୍ଣ୍ଣନା ତାଙ୍କ ସାହିତ୍ୟରେ ଦେଖାଯାଇନି। ସେ ସରଳ ଭାଷାରେ ଏଇ ମାନବବାଦୀ ସାହିତ୍ୟ ଲେଖିଛନ୍ତି। ମାନବ ସମାଜ ପାଇଁ ଲେଖିଛନ୍ତି। ସରଳ ଭାଷାରେ ଲେଖିଛନ୍ତି, ସରଳ ଛନ୍ଦରେ ଲେଖିଛନ୍ତି। କିନ୍ତୁ ସେ ତଥାପି ଅନୁସରଣ କରିଛନ୍ତି ତାଙ୍କର ସେ ସରଳ ଯୋଉ ତାଙ୍କର ନନ୍ଦିକେଶ୍ୱରୀ କାବ୍ୟ ଯୋଉ ଭାଷାରେ ଯୋଉ ଛନ୍ଦ ଲେଖା ହେଇଛି ସେଇ ଛନ୍ଦକୁ ସେ ଅନୁସରଣ କରିଛନ୍ତି। ତେଣୁ ସେମାନେ ଅନୁପ୍ରାଣିତ ହେଲେ ମଧ୍ୟ ରାଧାନାଥଙ୍କ ଛନ୍ଦକୁ, କିନ୍ତୁ ତାଙ୍କର ସାହିତ୍ୟ ଥିଲା ଭିନ୍ନ ପ୍ରକାର, ତାଙ୍କର ଆଙ୍ଗିକ ଦୃଷ୍ଟି ଥିଲା ଭିନ୍ନ ପ୍ରକାର, ଆଉ ତାଙ୍କ ଚିନ୍ତାଧାରା ଥିଲା ଭିନ୍ନ ପ୍ରକାର। ସମାଜକୁ କେମିତି ଉଠେଇବା, ଓଡ଼ିଆ ଜାତିକୁ କେମିତି ଉଠେଇବା, ଓଡ଼ିଆ ଭାଷାକୁ କେମିତି ରକ୍ଷା କରିବା, ଆଉ ଏ ଜାତି କେମିତି ଉଠିବ, ତେଣୁ ସେମାନଙ୍କର ମନରେ ସେଇ ଉଗ୍ର ଜାତୀୟତାବାଦ ଥିଲା ଆଉ ସଂସ୍କାରବାଦ ଥିଲା। ଆଉ ବେଶୀ ଜଗନ୍ନାଥଙ୍କ କଥାକୁ ନେଇକି ସେ ଅନେକ କଥା ସେ ଲେଖିଛନ୍ତି। ଆମର ଓଡ଼ିଆ ସଂସ୍କୃତି ଭିତରେ ଆମର ସେ ଯେଉଁ କଥା କହିଥିଲେ ଯେ ଉତ୍କଳ ନେତାର ନାହିଁ ପ୍ରୟୋଜନ, ଉତ୍କଳ ନେତା ସ୍ୱୟଂ ନାରାୟଣ। ସ୍ୱୟଂ ଜଗନ୍ନାଥ ହେଉଛନ୍ତି ଉତ୍କଳ ନେତା, ଯେଉଁ କଥାକୁ ଉପେନ୍ଦ୍ର ଭଞ୍ଜ କହିଛନ୍ତି ତାଙ୍କର ପରିବର୍ଣ୍ଣ ସୁନ୍ଦରୀ କାବ୍ୟରେ, ଶୁଣ କବି ଭାରତ ଖଣ୍ଡେ ପୁଣ୍ୟ ଧାନ, ଶୁଣ କବି ଭାରତ ଖଣ୍ଡେ ପୁଣ୍ୟ ଧାମ, ଯେଣୁ ନାରାୟଣ ଦେହି ତେଣୁ ସେହି ନାମ, ଯେ ବ୍ରହ୍ମ ହତ୍ୟା ପାତକ ନିପାତକ ମୋହି, ସାକ୍ଷୀ ପକ୍ଷୀ କପାଳ ମୋଚନ ଅଛି ରହି, କର ଯୋଡ଼ି ସାମୁରେ ଜଣାଏ ପକ୍ଷୀ ଧବ, ଭକ୍ତଜନ ଗୁହାରିକୁ ସାବଧାନ ହେବ, ସେକମୁ କଟକ ରାଜା ସ୍ୱୟଂ ଜଗନ୍ନାଥ, ସେକମ୍ବୁ କଟକ ରାଜା ସ୍ୱୟଂ ଜଗନ୍ନାଥ, ଚାରିବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ। ତେଣୁ ଏ ଜଗନ୍ନାଥ ସଂସ୍କୃତିକୁ, ଜଗନ୍ନାଥ ପରମ୍ପରାକୁ ନେଇକରି ତାଙ୍କ ଉପରେ ସେ ଆଧାରିତ ହୋଇ ଅନୁପ୍ରାଣିତ ହୋଇଥିଲେ ଏବଂ ସେହି ଅନୁସାରେ କାବ୍ୟ କବିତା ସେ ରଚନା କରିଛନ୍ତି। ଆଉ ବିଶେଷ କରି ଗୋଦାବରୀଶ ମିଶ୍ର ସିଏ ଗାଥା କବିତାକୁ ରଚନା କରି ତା ଭିତରେ ଓଡ଼ିଆର କିମ୍ବଦନ୍ତୀକୁ, ଓଡ଼ିଆର ତାଙ୍କର ଯେଉଁ ଅଛି ରହିଛି ଆଲେଖ୍ୟ ଆଲେଖିକା, ସେଥିରେ ଅନେକ କବିତା ସେ ଲେଖିଛନ୍ତି ସେଇ କିମ୍ବଦନ୍ତୀକୁ ଆଧାର କରି। ଆଉ ଗୋପବନ୍ଧୁ, ଗୁଡ଼ାଖୋଷ ମିଶ୍ର ଏବଂ ନୀଳକଣ୍ଠ ଦାସ ଏଇ ତିନି ଜଣ ଥିଲେ ମୁଖ୍ୟତଃ କବି। କିନ୍ତୁ ଅନ୍ୟମାନେ ନୀଳକଣ୍ଠଙ୍କର ସମ୍ପର୍କୀୟ ଥିଲେ ଆମର ଯେଉଁ ପଞ୍ଚସଖା ମଧ୍ୟରୁ କୃପାସିନ୍ଧୁ ମିଶ୍ର। ସେ ଅଳ୍ପ ଦିନରେ ଚାଲିଗଲେ। ସେ ଲେଖିଛନ୍ତି ଇତିହାସ, ସେ ପ୍ରଥମରୁ ଇତିହାସ ଲେଖିଲେ। ସେ ଇତିହାସ ଓଡ଼ିଆ ଇତିହାସ ଲେଖା ହେଇନଥିଲା, ସେ ଇତିହାସ ଅପୂର୍ଣ୍ଣ ହୋଇ ରହିଗଲା। ତେଣୁ ତାଙ୍କ ଉପରେ ଲେଖିଥିଲେ ନୀଳକଣ୍ଠ ଯେ ତୁମେ ତ ଚାଲିଗଲ, ଇତିହାସ ସମ୍ପୂର୍ଣ୍ଣ କରିବ କିଏ? ଆଉ ଆମର ଆଚାର୍ଯ୍ୟ ହରିହର ସେ ହେଲେ ଆଚାର୍ଯ୍ୟ, ତାଙ୍କୁ କେହି ଆଚାର୍ଯ୍ୟ ପଦବୀ ଦେଇନଥିଲେ, କିନ୍ତୁ ସେଥିରେ ପ୍ରକୃତରେ ଆଚାର୍ଯ୍ୟ। ସରଳ ସାବଳ ଜୀବନ ତାଙ୍କର, ଅଳ୍ପ ଦିନ ତାଙ୍କ ପତ୍ନୀ ବିୟୋଗ ଘଟିଥିଲା। ସମସ୍ତଙ୍କର ଗୋପବନ୍ଧୁଙ୍କ ଯେମିତି ପତ୍ନୀ ବିୟୋଗ ଘଟିଥିଲା, ସେମିତି ଆଚାର୍ଯ୍ୟ ହରିହରଙ୍କର ପତ୍ନୀ ବିୟୋଗ ଘଟିଥିଲା ଅଳ୍ପ ଦିନରେ। ସେ ବିବାହ କରିନାହାନ୍ତି, ସେ ନିଜକୁ ସମର୍ପିତ କରିଦେଇଛନ୍ତି ଦେଶ ପାଇଁ, ଜାତି ପାଇଁ ଏବଂ ଭାଷା ପାଇଁ। ତାଙ୍କର ଗୋଟିଏ ଇଂରାଜୀରେ ବହି କହୁଥିଲା ଯେ ନିର୍ମଳା ମିଶ୍ର, ନିର୍ମଳ ମହାପାତ୍ର, ସେଇଟା ହେଉଛି ଫାଷ୍ଟ ଚାଇଲ୍ଡ ଇଜି ଗ୍ରାମାର। ସେଇ ଗ୍ରାମାରଟି ଆମର ଯେମିତି ଓଡ଼ିଆରେ ବର୍ଣ୍ଣବୋଧ, ସେଇଭଳି ଲୋକପ୍ରିୟ ହୋଇଥିଲା ସେ ଗ୍ରାମାରଟି, ସେ ବ୍ୟାକରଣଟି। ଏବଂ ତାକୁ ଯିଏ ପଢ଼ିଛି ସେ ଇଂରାଜୀ ଭାଷାର ସରଳ ଇଂରାଜୀ ଭାଷାର ବିଷୟରେ ସେ ପ୍ରଥମ ଜ୍ଞାନ ଲାଭ କରିଛି। ଆଉ ଆଚାର୍ଯ୍ୟ ହରିହର ବେଶୀ ଭାଷଣ ଦେଉନଥିଲେ, ସେ ସାଧାରଣ ସାଦାସିଧା ଥିଲେ। ଆଚାର୍ଯ୍ୟ ହରିହର କହୁଥିଲେ ଯେଉଁଠି ଭାଷଣ ଦେଲେ ଦେବାକୁ ହୁଏ, ସେ ଖାଲି କହୁଥିଲେ ଭଲ ମଣିଷ ହୁଅ, ଏଇଠି ତାଙ୍କର ଭାଷଣ। ତେଣୁ ଭଲ ମଣିଷ ହୁଅ, ତା ଭିତରେ ସବୁ କଥା ରହିଯାଉଥିଲା। ତେଣୁ ଆଚାର୍ଯ୍ୟ ହରିହର ବିନୟ ଭାବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭୂଦାନରେ ଯୋଗଦାନ କରିଥିଲେ। ଗରିବ ଲୋକମାନଙ୍କୁ, ଭୂମିହୀନ ଲୋକଙ୍କୁ ଭୂମି ପ୍ରଦାନ କରୁଥିଲେ। ବିଭିନ୍ନ ଜିଲ୍ଲାମାନଙ୍କୁ ଯାଇ ସଂଗ୍ରହ କରୁଥିଲେ କାହାର ବେଶୀ ଜାଗା ଅଛି, ସେ ଜାଗା କିଛି ଦେଲେ ଯାହାର ଭୂମିହୀନ ଲୋକ ସେମାନଙ୍କୁ ଦାନ ପ୍ରଦାନ କରିବେ, ଏଇଭଳିଆ ତାଙ୍କର ସେବା ଥିଲା। ତେଣୁ ବିନୟ ଭାବେଙ୍କର ଦ୍ୱାରା ସେ ଆକୃଷ୍ଟ ହୋଇ ସରଳ ସାବଳ ଜୀବନ ଯାପନ କରୁଥିଲେ। ସେହିଭଳି ମହାତ୍ମା ଗାନ୍ଧୀଙ୍କ ସହିତ ମିଶି ଗୋପବନ୍ଧୁ ସ୍ୱାଧୀନତା ସଂଗ୍ରାମରେ ମିଶିଲେ। 1942 ବେଳକୁ ତାଙ୍କର ସତ୍ୟବାଦୀ ବନବିଦ୍ୟାଳୟ ଭାଙ୍ଗିଗଲା। ତେଣୁ ସେଥିରେ ଯେଉଁ ଶିକ୍ଷକମାନେ ଥିଲେ, ସେମାନେ ସମସ୍ତେ ଥିଲେ ଦେଶପ୍ରେମୀ ଆଉ ସ୍ୱାଧୀନତା ପ୍ରେମୀ। ସେଇଠୁ ସେମାନେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସତ୍ୟବାଦୀ ବନବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇପାରିଲେ ନାହିଁ।
ତାପରେ ପରେ ସେ ବନ ବିଦ୍ୟାଳୟ ଭାଙ୍ଗି ଯାଇଛି, କିନ୍ତୁ ସେଇଠାରେ ଉତ୍କଳ ଭୀମ ଆଉ ଇତ୍ୟାଦି ଅନେକ ଉତ୍କଳ ମଲ୍ଲ ଆଉ ଯେତେ ଅନୁପ୍ରାଣିତ ହେଇଛି ତାଙ୍କ ଗୋଦାବରୀଶ ମହାପାତ୍ର, ତାଙ୍କ ଛାତ୍ର ଗୋଦାବରୀଶ ମିଶ୍ରଙ୍କର ଛାତ୍ର ଗୋଦାବରୀଶ ମହାପାତ୍ର, ଏମାନେ ସମସ୍ତେ ଅନୁପ୍ରାଣିତ ହୋଇ ସେ ଓଡ଼ିଆ ଜାତି ପ୍ରତି ଗୋଦାବରୀଶ ମହାପାତ୍ର ଲେଖିଛନ୍ତି, ଉଠ କଙ୍କାଳ ଜାଗ ଦୁର୍ବଳ ଉଠ କଙ୍କାଳ ଭେଦି ମହାକାଳ ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବ ଆଜି। ସେ ଓଡ଼ିଆ ଜାତିକୁ, ଓଡ଼ିଆ ସଂସ୍କୃତିକୁ, ଓଡ଼ିଆ ମାଟିକୁ, ଓଡ଼ିଆ ପରମ୍ପରାକୁ ସେମାନେ ଭଲ ପାଉଥିଲେ, ଜଗନ୍ନାଥଙ୍କୁ ଭଲ ପାଉଥିଲେ। ତେଣୁ ସେଇ ଯେଉଁ ସାଂସ୍କୃତିକ ଚିନ୍ତାଧାରା ତାଙ୍କ ପାଖରେ ଥିଲା, ଆଜି ଆସ୍ତେ ଆସ୍ତେ ଓଡ଼ିଆ ଜାତି ମନରୁ ଭୁଲି ଯାଉଛି। ଆଜି ଓଡ଼ିଆ ଜାତି, ଓଡ଼ିଆ ଲୋକ ଆମର ଦେଖାଯାଉଛି ବିଭିନ୍ନ ଅପସଂସ୍କୃତିରେ ମଜି ଯାଉଛନ୍ତି। ଦିନକୁ ପ୍ରତିଦିନ ପେପର ପଢ଼ିଲେ, ପ୍ରତିଦିନ ଖବରକାଗଜ ପଢ଼ିଲେ ଅପସଂସ୍କୃତି କଥା ବାହାରୁଛି। ସେଥିପାଇଁ ମୁଁ ବିଶେଷ କରି ସମାଜକୁ, ଆମର ଗାନ୍ଧୀ କହିଥିଲେ ଯେ ନିଶା ନିବାରଣ କଥା କହିଥିଲେ, ତାକୁ ଗୋପବନ୍ଧୁ ମଧ୍ୟ ତାଙ୍କ ଜୀବନରେ ତାକୁ ପାଳିତ କରିଛନ୍ତି, ଅନ୍ୟମାନଙ୍କୁ ବୁଝେଇଛନ୍ତି ଏ ନିଶା କେମିତି ସମାଜକୁ ନଷ୍ଟ କରୁଛି। ଆଉ ମୋର ଗୋଟେ କବିତା ଥିଲା, ତା ରୂପେ ମଦ ବଡ଼ ପ୍ରମାଦ। ମୁଁ ମଧ୍ୟ ସମାଜ ପାଇଁ ଦେଖିଛି କି ସମାଜରେ ମୁଁ ଯେତେବେଳେ ଥିଲି ମାଲକାନଗିରି, କୋରାପୁଟ ଆଉ କନ୍ଧମାଳ, ରାୟଗଡ଼ା ଏଇ ଜିଲ୍ଲାମାନଙ୍କରେ ଥିଲାବେଳେ ମୁଁ ଦେଖିଛି ଆମର ସେ ଲୋକମାନେ ସମସ୍ତେ ବର୍ତ୍ତମାନ ମଦ ମାଂସରେ ମାତଲ ଏବଂ ମଦ ପିଇ ଲୋକ ସମାଜରେ କେମିତି ବିଭିନ୍ନ ପ୍ରକାର ହଇରାଣ କରୁଛନ୍ତି। ସେଥିପାଇଁ ଗୋଟିଏ ଦେଖିଲି କବିତା, ମଦ ବଡ଼ ପରମାଦରେ ଭାଇନା ମଦ ବଡ଼ ପରମାଦ, ମଦ ପିଇ ପିଇ ଏ ଦେଶର ଭାଇ ହୋଇଲେ ଦୁଃଖୀ ଦରିଦ୍ର, ଗରିବଙ୍କ ପାଇଁ ସରକାର ଦେବେ ଦିନ ମଜୁରୀ ବଢ଼େଇ, ମଦ ପିଇ ପିଇ ଏ ଦେଶର ଭାଇ ବାଟ ଘାଟରେ ଗଡ଼େଇ, ଶିକ୍ଷିତ ହୋଇଲେ କଣ ହୋଇବ ମଦ ପିଇ ସବୁ ଗଲା, ମଦୁଆ ଲୋକକୁ ମଦ ଦେଇ ଦେଇ ସାହୁକାର ଠକି ଦେଲା, ବଡ଼ ମାୟାବୀ ମଦ ନୁହେ କାହାରି, ମଦ ପିଇ ଜୀବନ ଯାଏ ବାହାରି, ପ୍ରଥମେ ପ୍ରଥମେ ମଦ ଲାଗଇ ଭଲ, ମଦ ପିଇ ମଣିଷ ହୁଏ ମଜଗୁଲ, ମଦ ପଶିଲେ ପେଟେ ପଡ଼ଇ ବାଟେ ଘାଟେ, ଘରେ ଘରଣୀ ପିଟେ ଜ୍ଞାନ ନ ରହେ ଘଟେ, ଜୀବନ ଯାଏ ତାର ବାହାରେ, ବଡ଼ ମାୟାବୀ ମଦ ନୁହେଁ କାହାରି, ଛି ମଦ ଏଡ଼େ ତୁହିନ ତୋତେ ପିଇ ଗଲା ଧନ ଜୀବନ, ଛି ମଦ ଏଡ଼େ ତୁହିନ। ତେଣୁ ଆଜି ସେ ପଞ୍ଚସଖା ମାନ ଯୋଉ ଥିଲେ ସାଧକ ମାନେ, ତାଙ୍କର ଯୋଉ ଚିନ୍ତା ଚେତନା ଥିଲା, ଆଜି ସମାଜରୁ ଆସ୍ତେ ଆସ୍ତେ ଦୂରେଇ ଯାଉଛି। ଏ ମଣିଷ କୁପଥ ଆଡ଼କୁ ଗତି କରୁଛି, ସମାଜରେ କୁସଂସ୍କାର ବଢ଼ି ଚାଲିଛି। ତେଣୁ ସେମାନେ ଯେଉଁ ସଂଘର୍ଷ କରିଥିଲେ, ଯେଉଁ ସଂଘାତ ଭିତରେ ଆସିଥିଲେ, ଆଜି ମଣିଷ ଭୁଲି ଯାଉଛି। ଆଜି ମଣିଷ ଭିତରେ ତାର ପ୍ରଭାବ ପଡ଼ୁନି। ଆଉ ବିବେକାନନ୍ଦଙ୍କର ଯେଉଁ ଚିନ୍ତାଧାରା ଥିଲା, ସେ ଆଜି ମଧ୍ୟ ସମାଜଠୁ ଦୂରେଇ ଯାଇଛି। ତେଣୁ ଶିକ୍ଷିତ କି ଅଶିକ୍ଷିତ ସମସ୍ତେ ବିଭିନ୍ନ କୁକର୍ମରେ ଲିପ୍ତ। ଆଉ ଭଲ କଥା କହିଲେ ବର୍ତ୍ତମାନ ସମାଜରେ ଲୋକ ଗ୍ରହଣ କରୁନାହାନ୍ତି। ତେଣୁ ଆଉ ଭାଷଣ ଦେବା ପାଇଁ, ଆଉ ଭଲ କଥା କହିବା ପାଇଁ ମଧ୍ୟ ଯେଉଁମାନେ ବନିତା ଲୋକ, ବିବେକୀ ଲୋକ, ସେମାନେ ଆଉ ମଧ୍ୟ ଭଲ ସେଇ ସଭାକୁ ବା ଯେଉଁ ଲୋକଙ୍କୁ ଆସି କଥା କହୁନାହାନ୍ତି। ତେଣୁ ଆଜିକା ସ୍କୁଲ କଲେଜରେ ମଧ୍ୟ ପିଲାମାନଙ୍କ ଯେଉଁ ଯାହା ଯେମିତି ଦେଖାଯାଉଛି, ପିଲାମାନେ ମଧ୍ୟ ପଥଭ୍ରଷ୍ଟ ହେଉଛନ୍ତି। ଆଉ ଶିକ୍ଷକମାନେ ମଧ୍ୟ ପଥଭ୍ରଷ୍ଟ ହେଉଛନ୍ତି। ଗୁରୁ ଶିଷ୍ୟ ପରମ୍ପରା ନଷ୍ଟ ହୋଇଯାଉଛି। ତେଣୁ ଏହିସବୁ ଦୃଷ୍ଟିରୁ ଗୋପବନ୍ଧୁଙ୍କର ଯେଉଁ ବନ ବିଦ୍ୟାଳୟ କରିଥିଲେ, ସେ ଛୁରୀ ଅଣା ବକୁଳ ବନ ବିଦ୍ୟାଳୟ ଥିଲା। ସେ ଥିଲା ମଣିଷ ଗଢ଼ା କାରଖାନା। ସେଠାରେ ପିଲାମାନେ ଆଉ ଶିକ୍ଷକ ଗୁରୁ ମଧ୍ୟରେ ଯେଉଁ ସମ୍ପର୍କ ଥିଲା, ତାକୁ ଦେଖି ମହାତ୍ମା ଗାନ୍ଧୀ ଥରେ ଆସିଥିଲେ। ମହାତ୍ମା ଗାନ୍ଧୀ କହିଲେ, ଗୋପବନ୍ଧୁ ତୁମେ ଗୋଟେ ନାଳନ୍ଦା ତିଆରି କରିଦେଲ। ତେଣୁ ସେ ସତ୍ୟବାଦୀ ବନ ବିଦ୍ୟାଳୟ ଆଜି ଧୂଳିସାତ ହୋଇଯାଇଛି। ଆଉ ସେଇ ଗୋପବନ୍ଧୁ ନୀଳକଣ୍ଠ ଗୋଦାବରୀଶ ସେମାନଙ୍କ ଚିନ୍ତାଧାରା ଆସ୍ତେ ଆସ୍ତେ ମଣିଷ ମାନବ ଜାତି ଭୁଲିଗଲାଣି, ଓଡ଼ିଆ ଜାତି ଭୁଲିଗଲାଣି। ତଥାପି ଏବେ ସରକାର କରିଛନ୍ତି, ସେ ସତ୍ୟବାଦୀ ବନ ବିଦ୍ୟାଳୟରେ ଗୋଟିଏ ୟୁନିଭର୍ସିଟି, ଓଡ଼ିଆ ୟୁନିଭର୍ସିଟି କରିଛନ୍ତି। ସେଥିରେ କିଛି ଶିକ୍ଷକ, କିଛି ପିଲା ପାଠ ପଢ଼ୁଛନ୍ତି। ତେଣୁ ତାର ପୁନରୁଦ୍ଧାର ହେଇଛି। କିନ୍ତୁ ସେଇ ଚେତନା ଆଉ ନାହିଁ। ସେ ଚିନ୍ତା ଚେତନା ହଜିଯାଇଛି। ସେ ସଂସ୍କାର ଭାବ ଆଜି ହଜିଯାଇଛି। ଗୋପବନ୍ଧୁଙ୍କର ଗୋଟିଏ ଡ୍ରେସ୍ ଥିଲା, ସେ ଗୋଟିଏ ଡ୍ରେସ୍ ପିନ୍ଧିକିରି ସିଏ ସଭାରେ କଣ ଆଉ ଘରେ କଣ ଗୋଟିଏ ଡ୍ରେସ୍ ପିନ୍ଧୁଥିଲେ। ତେଣୁ ସେ ତାଙ୍କର ଯେଉଁ ମାନବିକତା ଥିଲା, ତାଙ୍କର ଯେଉଁ ଚିନ୍ତାଧାରା ଥିଲା, ଆଜି ମାନବ ସମାଜ ଠାରୁ
ମଣିଷ ଠାରୁ ସେ ଦୂରେଇ ଯାଇଛି। ଆଉ ସେ ଯେତେବେଳେ ଯାଜପୁର ବୁଲୁଥିଲେ ସେଠି ତାଙ୍କୁ ଜଣେ ହାଲୁଆ ଖାଇବାକୁ ଦେଇଥିଲା। ସେଇ ସମୟରେ ଗୋପବନ୍ଧୁ କହିଲେ ଆରେ ହାଲୁଆ ମୁଁ ଖାଇବି କଣ, ଏ ଜାତି ପୁରା ହାଲିଆ ହେଇଗଲାଣି। ତେଣୁ ତାଙ୍କ ହାଲୁଆ ଖାଇବା ପାଇଁ ସେ ମଧ୍ୟ ଇଚ୍ଛା କରିନଥିଲେ। ବନ୍ୟା ବଢ଼ି ବେଳେ ଯେତେବେଳେ ନୀଳକଣ୍ଠ ସହିତ ଗୋପବନ୍ଧୁ ବୁଲୁଥିଲେ, ଦେଖିଲେ ଯେ ବନ୍ୟା ପାଣି ଚାଲିଛି। ସେହି ସମୟରେ ଲୋକ ମଢ଼ ସବୁ ଭାସି ଭାସି ଯାଉଛନ୍ତି। ସେଇ ପାଣିକୁ ଗୋପବନ୍ଧୁ ପିଇଦେଲେ। ସେହି ସମୟରେ କହୁଛନ୍ତି ନୀଳକଣ୍ଠ ଦାସେ ଆପଣ ଏ କ'ଣ କରୁଛନ୍ତି? ଏ ପଚା ପାଣି, ଏଇ ପାଣି ଆପଣ ପିଉଛନ୍ତି? ସେଠୁ ଗୋପବନ୍ଧୁ କହୁଛନ୍ତି ଜାଣିନ ତମେ, ଏ ପାଣି ସମସ୍ତେ ପିଉଛନ୍ତି, ମୁଁ କ'ଣ ମରିଗଲେ କ'ଣ ହେଲା? ଏ ଲୋକମାନେ ଯଦି ମରି ଯାଉଛନ୍ତି ତାହେଲେ ମୁଁ ମରିଗଲେ କ'ଣ ହେଲା? ତେଣୁ ଏଇଭଳି ଭାବ, ଏଇଭଳି ତ୍ୟାଗପୂତ ଜୀବନ ଆଉ ଓଡ଼ିଆ ଜାତିରେ ଆସିବେ କି ନାହିଁ ସନ୍ଦେହ। ସେ ପଞ୍ଚସଖା ଥିଲା ପ୍ରକୃତ ଜାତୀୟତାବାଦୀ ଯୁଗ ଆଉ ସଂସ୍କାରୀବାଦୀ ଯୁଗ। ସେ ସମାଜକୁ ସଂସ୍କାର କରୁଥିଲେ, ମଣିଷକୁ ସଂସ୍କାର କରୁଥିଲେ। ଆଉ ପୁରାପୁରି ସେମାନେ ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରାକୁ ଧ୍ୟାନ ଦେଇଥିଲେ। ତେଣୁ ଆଜି ଆମେ ସେଇଥିରେ ଏ ସମାଜ ଆଜି ତାଠୁ ଦୂରେଇ ଯାଇଛି। ଆଉ ଅଧିକା କିଛି ନ କହି ମୁଁ ଏତିକିରେ ମୋର ବକ୍ତବ୍ୟ ସାଙ୍ଗ କରୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଧନ୍ୟବାଦ। ଶୁଭିଲା? ମହୋଦୟ, ଆଜ୍ଞା। ଧନ୍ୟବାଦ ମହୋଦୟ। ଏ ମଝିରେ ମଝିରେ ଆଜିକାର ବିଭିନ୍ନ ଏଇ ଆଲୋଚନା ଚକ୍ରରେ ଆପଣ ଭାବରେ ଆମ ଆଗରେ ପ୍ରକାଶ କରିଥିଲି। ତେଣୁକରି ଶାଖା ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଏଥିସହିତ ଏଇ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ମୁଁ ଅନୁରୋଧ କରୁଛି, କାହାର ଯଦି କିଛି ପ୍ରଶ୍ନ ଅଛି ତାହେଲେ ପଚାରି ପାରିବେ। ଠିକ ଅଛି, ବର୍ତ୍ତମାନ ମୁଁ ଆଜିକାର ଏଇ ଆଲୋଚନା ଚକ୍ରର ସଭାପତି ମହୋଦୟଙ୍କୁ ଅନୁରୋଧ କରୁଛି, ସେ ତାଙ୍କର ସଂକ୍ଷିପ୍ତ ଅଭିବ୍ୟକ୍ତି ପ୍ରକାଶ କରିବେ। ସମସ୍ତଙ୍କୁ ପ୍ରଣାମ। ଡକ୍ଟର ନାୟକଙ୍କୁ ପ୍ରଣାମ ଏବଂ ଧନ୍ୟବାଦ ଦଉଛି। ଯାହା ହଉ ବହୁତ इंटरनेट प्रोब्लेम थाइकिरी भी आपण जॉइन करी देह असुस्थ थाइकिरी भी आपण आज हमकु जहा कहिले सेतिपय आपणकु मध्य प्रणाम। जहा हो आमे राति पाहिले जतबेले खबर कागजटी देखुचे सेही खबर कागजटी रो ना हला समाज एवं ताकू हमर पंडित गोपबंधु दास से जे कि सेही पंचसखा युग एवं सत्यवादी रो प्रभाव द्वारा आउ सेही तांकू कही आ भूली परिबेनी सारा ओडिसा केबे हेले भूली परिबनी। से जतबेले साहित्य रे संस्कार आनिया को चेष्टा करचंदी ସେମାନେ ସେ ତାଙ୍କର ଅନେକ କଥା ଲେଖିଛନ୍ତି। ତାଙ୍କର ସମାଜ ପ୍ରଥମ ଥିଲେ ଏବଂ ସେବା ପ୍ରଥମ ଏବଂ ସାହିତ୍ୟ ପର, ତଥାପି ତାରି ଭିତରେ ସେ ଯୋଉ ବଳିଷ୍ଠ ସାହିତ୍ୟ ଲେଖିଛନ୍ତି ଅବକାଶ ଚିନ୍ତା, ଧର୍ମପଦ